ଯଦି ଏମିତିକା ଗରମରେ ଆପଣ ବି ଚାହୁଁଛନ୍ତି ଥଣ୍ଡା ଥଣ୍ଡା ଡେଜର୍ଟର ମଜା ନେବା ପାଇଁ ତ ଡେରି କ'ଣ ପାଇଁ? ମୁଁ ଆପଣଙ୍କ ପାଇଁ ନେଇକି ଆସିଯାଇଛି ଗୋଟେ ବଢ଼ିଆ ଡେଜର୍ଟର ରେସିପି ବିସ୍କେଟ୍ ମାଉସ୍। ଖାଇବା ପାଇଁ ବହୁତ ହି ଟେଷ୍ଟି ଥାଏ ଆଉ ବନେଇବା ବି ବହୁତ ସିମ୍ପଲ୍। ଛୋଟ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆଉ ଆପଣ ଯଦି ଘରେ ବସି ବସି ଏମିତିକା ନୂଆ ନୂଆ ରେସିପି ଦେଖିବାକୁ ଚାହୁଁଛନ୍ତି ତାହେଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ଚାଲନ୍ତୁ ଷ୍ଟାର୍ଟ କରିବା। ବିସ୍କେଟ୍ ମାଉସ୍ ବନେଇବା ପାଇଁ ଆମେ ଫାଷ୍ଟ ବିସ୍କେଟ୍ ନେଇଯିବା। ଆପଣଙ୍କ ପସନ୍ଦର ଯେକୌଣସି ବିସ୍କେଟ୍ ବି ଆପଣ ନେଇପାରିବେ। ମୁଁ ଏଠି ବିସ୍କପ୍ର ବିସ୍କେଟ୍ ନେଇଛି। ଆପଣ ଚାହିଁଲେ ୟାକୁ ଓରିଓ ବା ଗୁଡ଼ରେ ବି ବନେଇ ପାରିବେ। ତ ବିସ୍କେଟ୍‌କୁ ମୁଁ ମିଲ୍କରେ ବୁଡ଼େଇକି ଏମିତି ପୁରା ସବୁ ଲାଇନରେ ଲଗେଇଦେବି ବିସ୍କେଟ୍‌କୁ। ଦେଖିପାରୁଥିବେ ଏମିତି ଲାଇନରେ ଲଗେଇ ପାରିବେ। ଆପଣ ଚାହିଁଲେ ୟାକୁ ପାଉଡର କରିକି ବି ଲେୟର ବନେଇ ପାରିବେ। ଲାଇନରେ ଲଗେଇ ସାରିଲା ପରେ ଆମେ ଆର କ୍ରିମ୍ ରେଡ଼ି କରିବା। ଆପଣମାନେ ଯଦି ଛୋଟ କପ୍ ୟା ବଲରେ ବନେଇବା ପାଇଁ ଚାହୁଁଛନ୍ତି ତ ବିସ୍କେଟ୍ ପାଉଡର କରିକି ବି ନେଇପାରିବେ। ତ ମୁଁ ଏଠି ଗୋଟେ ଗ୍ଲାସ୍ ବଲ୍ ନେଇଛି, ସେଥିରେ ଆମେ ହ୍ୱିପ୍ କ୍ରିମ୍ ଆଡ୍ କରିଦେବା। ଆପଣଙ୍କ ପାଖରେ ଯଦି ହ୍ୱିପ୍ କ୍ରିମ୍ ନାହିଁ ଆପଣ ଫ୍ରେଶ୍ କ୍ରିମ୍‌କୁ ବି ଭଲରେ ଚିଲ୍ କରିକି ୟୁଜ୍ କରିପାରିବେ। ତ ମୁଁ ଏଠି ହ୍ୱିପ୍ କ୍ରିମ୍ ଢାଳିକି ଭଲରେ ହ୍ୱିପିଂ କରିଦେବି ଗୋଟେ ମସିନ୍ ସାହାଯ୍ୟରେ। ଆପଣଙ୍କ ପାଖରେ ଯଦି ହ୍ୱିପିଂ ମସିନ୍ ନାହିଁ ତାହେଲେ ଆପଣ ହ୍ୱିସ୍‌ରେ ବି ମିଶେଇ ପାରିବେ, ଟିକେ ଟାଇମ୍ ଲାଗିବ। ଆପଣଙ୍କ ପାଖରେ ଯଦି ହ୍ୟାଣ୍ଡ ଗ୍ରାଇଣ୍ଡର ନାହିଁ ତ ମୁଁ ଗୋଟେ ସିମ୍ପଲ୍ ତରିକା କହୁଛି। ଷ୍ଟିଲ୍ ମିକ୍ସି ଜାର୍‌କୁ ଆପଣ ଡିପ୍ ଫ୍ରିଜ୍‌ରେ ରଖିକି ପୁରା ଭଲରେ ଚିଲ୍ କଲା ପରେ ସେଇଥିରେ ହ୍ୱିପ୍ କ୍ରିମ୍ ବା ଫ୍ରେଶ୍ କ୍ରିମ୍ ପକେଇକି ବି ହ୍ୱିପ୍ କରିପାରିବେ। ତ ଦେଖିପାରୁଥିବେ ଆମର କ୍ରିମ୍ ଅଧା ବିଟ୍ ହେଇସାରିଲାଣି। ତ ମୁଁ ଫାଷ୍ଟ ଟିକେ ସ୍ଲୋରେ ବିଟ୍ କରୁଥିଲି। ତ ଏବେ ଟିକେ ସ୍ପିଡ୍ କରିକି ହ୍ୱିପ୍ କରିବା କାହିଁକିନା ଆମର ଏବେ ରେଡ଼ି ହେଇ ଆସିଲାଣି। ତ ଏବେ ଦେଖିପାରୁଥିବେ ପୁରା ରେଡ଼ି ହେଇସାରିଲାଣି। କ୍ରିମ୍ ହ୍ୱିପ୍ ହେଇସାରିଲା ପରେ ସେଥିରେ ଆମେ କଣ୍ଡିସନର୍ ମିଲ୍କ ଢାଳିଦେବା, ମିଲ୍କ ମେଡ୍। ଆପଣ ଯେତିକି ସ୍ୱିଟ୍ ଖାଉଛନ୍ତି ସେଇ ହିସାବରେ ମିଲ୍କ ମେଡ୍ ନିଅନ୍ତୁ। ତାପରେ ମୁଁ ଏଠି ବିସ୍କପ୍‌ର କ୍ରିମ୍ ୟୁଜ୍ କରୁଛି। ଆପଣ ଯଦି ଓରିଓ ବିସ୍କେଟ୍ ୟୁଜ୍ କରୁଛନ୍ତି ତାହେଲେ ଆପଣ ଚକୋଲେଟ୍ ସିରପ୍ ବି ଢାଳି ପାରିବେ। ନହେଲେ ତ ନାହିଁ, ମୁଁ ଆପଣଙ୍କୁ ଗୋଟେ ଇଜି କହୁଛି। ଯଦି ଗୁଡ୍ ଡେ ବା କୋଉ ବିସ୍କେଟ୍ ୟୁଜ୍ କରୁଛନ୍ତି ତାହେଲେ ଫ୍ଲେଭର୍ ପାଇଁ ଆପଣ ବିସ୍କେଟ୍‌ର ପାଉଡରକୁ ୟୁଜ୍ କରିପାରିବେ। ବିସ୍କେଟ୍‌କୁ ଭଲରେ ପୁରା ପାଉଡର କରିକି ତାକୁ କ୍ରିମ୍‌ରେ ଢାଳିକି ୟୁଜ୍ କରିପାରିବେ ଫ୍ଲେଭର୍ ପାଇଁ। ତ ଏବେ ଦେଖିପାରୁଥିବେ ଆମର ପୁରା ସ୍ମୁଥ୍ ବ୍ୟାଟର୍ ରେଡ଼ି ହେଇସାରିଲାଣି କ୍ରିମ୍। ଦେଖିପାରୁଥିବେ କେତେ ସ୍ମୁଥ୍ ଅଛି। ତେବେ ଆମେ ବତୁରେଇକି ଟିକେ ରଖିଥିବା ବିସ୍କେଟ୍ ଉପରେ କ୍ରିମ୍‌କୁ ଢାଳିଦେବା। ଦେଖିପାରୁଥିବେ ଏଇଟା ବହୁତ ହି ସିମ୍ପଲ୍ କିନ୍ତୁ ଖାଇବା ପାଇଁ ବହୁତ ହି ଟେଷ୍ଟ ଥାଏ। ତ ମୁଁ ଟିକେ ଗାର୍ନିଶ୍ ପାଇଁ ଆଉ ଟିକେ କ୍ରିମ୍ ନେଇଯାଉଛି। ବିସ୍କପ୍‌ର କ୍ରିମ୍ ନେଇକି ତାକୁ ଭଲରେ ମିଶେଇ ଦେବି। ତ ମୋର ଟିକେ କ୍ୟାମେରା ଅଫ୍ ହେଇଯାଇଥିଲା ତ ମୁଁ ଆପଣଙ୍କୁ ଫୁଲ୍ ଗାର୍ନିଶ୍‌ଟା ଦେଖେଇ ପାରିଲିନି। ଏଇଟା ବହୁତ ହି ସିମ୍ପଲ୍ ଡିଜାଇନ୍‌ଟା। ଫାଷ୍ଟ ଆମେ ଏମିତି ଲାଇନ୍‌ରେ ସିରପ୍ ବା କ୍ରିମ୍ ଢାଳିଦେବା। ଢାଳିକି ଗୋଟେ ଟୁଥପିକ୍‌ର ହେଲ୍ପରେ ଏମିତି କିଛି ଗାର୍ନିଶ୍ କରିନେବା। ତାପରେ ସାଇଡ଼୍‌ରେ ଆମେ ଟିକେ ବିସ୍କେଟ୍ ଦେବା, ତାର ଲୁକ୍‌ଟା ଭଲ ଆସିବ। ଆପଣ ଆପଣଙ୍କ ହିସାବରେ ଗାର୍ନିଶ୍ କରିପାରିବେ। ତାପରେ ଆମେ ଆକୁ ଫ୍ରିଜ୍‌ରେ ଘଣ୍ଟାରୁ 2 ଘଣ୍ଟା ପାଇଁ ରଖିଦେବା ରେଷ୍ଟ ପାଇଁ। ଆପଣମାନେ ବି ଘରେ ଜରୁର ଟ୍ରାଏ କରନ୍ତୁ। ବହୁତ ହି ସିମ୍ପଲ୍ ରେସିପି କିନ୍ତୁ ଖାଇବା ପାଇଁ ବହୁତ ହି ଟେଷ୍ଟ ଲାଗେ। ରେସିପିଟି ଯଦି ଭଲ ଲାଗିଛି ତାହେଲେ ଲାଇକ୍, କମେଣ୍ଟ, ଚ୍ୟାନେଲକୁ ସବସ୍କ୍ରାଇବ୍